ଆଜି ହେଉଛି ପବିତ୍ର ରଥଯାତ୍ରା। କିନ୍ତୁ ଆପଣମାନେ ଜାଣିଛନ୍ତି ଗୋଟେ ଜିନିଷ, କିଛି ବର୍ଷ ପୂର୍ବରୁ ଏ ରଥଯାତ୍ରା ବି ବନ୍ଦ ଥିଲା କିଛି ଦିନ ପାଇଁ। 32 ବର୍ଷ ଗୋଟେ ଦିନ ଜଗନ୍ନାଥ ମହାପ୍ରଭୁଙ୍କୁ ଆମେ ନ ଦେଖିଲେ ଆମକୁ କେମିତି ଲାଗେ, କିନ୍ତୁ ତାଙ୍କୁ ବି କେତେ କଷ୍ଟ ସହିବାକୁ ପଡ଼ିଛି। 32 ବର୍ଷ। 1568 ଖ୍ରୀଷ୍ଟାବ୍ଦ, ସେତେବେଳେ ବଙ୍ଗରାଜ ସୁଲେମାନ କିରାନୀଙ୍କର ଜେନେରାଲ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲା। ତାପରେ ପୁଣି ଚତୁରାର୍ଦ୍ଧ ମୂର୍ତ୍ତିଙ୍କୁ ଚିଲିକା ନିକଟବର୍ତ୍ତୀ ଛପଲି ନାମକ ସ୍ଥାନରେ ଲୁଚାଇ ରଖିଥିଲେ। କିନ୍ତୁ କଳାପାହାଡ଼ ବିଗ୍ରହଙ୍କ ସନ୍ଧାନ ପାଇ ସେଥିରେ ନିଆଁ ଲଗେଇ ଗଙ୍ଗା ନଦୀରେ ଭସେଇ ଦେଇଥିଲା। ଆଉ ପରେ ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଏହି ଅର୍ଦ୍ଧଦଗ୍ନ ବିଗ୍ରହରୁ ବ୍ରହ୍ମ ସଂଗ୍ରହ କରି ପୂଜା କରିଥିଲେ। କଳାପାହାଡ଼ର ଏହି ଆକ୍ରମଣ ପରେ 1568 ଖ୍ରୀଷ୍ଟାବ୍ଦ ଆଉ 1577 ମସିହା 1568 ଖ୍ରୀଷ୍ଟାବ୍ଦରୁ 1577 ମସିହା ପର୍ଯ୍ୟନ୍ତ ପୁରୀରେ ରଥଯାତ୍ରା ବନ୍ଦ ରହିଥିଲା। ବେଙ୍ଗଲ ନବାବଙ୍କର ପ୍ରତିନିଧି ଯେଉଁ ମିର୍ଜା ଖୁରୁମ, ସେ 1601 ଖ୍ରୀଷ୍ଟାବ୍ଦରେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। କିନ୍ତୁ ସେବାୟତମାନେ ପୁରୀଠାରୁ 14 କିଲୋମିଟର ଦୂରରେ ଥିବା କପିଳେଶ୍ୱରର ପଞ୍ଚମୁଖୀ ଗୋସାଣୀ ମନ୍ଦିରରେ ବିଗ୍ରହଙ୍କୁ ଲୁଚାଇ ଦେଇଥିଲେ। ମନ୍ଦିରରେ ଠାକୁର ନଥିବାରୁ ଏହି ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା। ଓଡ଼ିଶାରେ ଥିବା ଯେଉଁ ମୋଗଲ ସୁବେଦାର କାସିମ ଖାନ 1607 ମସିହାରେ ଶ୍ରୀମନ୍ଦିର ଆକ୍ରମଣ କରିଥିଲେ। ଆଉ ସେହି ସମୟରେ ସେବାୟତମାନେ ଚତୁର୍ଦ୍ଧ ବିଗ୍ରହଙ୍କୁ ଖୋର୍ଦ୍ଧାଗଡ଼ରେ ଗୋପାଳଜୀଉ ମନ୍ଦିରରେ ଲୁଚାଇ ରଖିଥିଲେ। ଫଳରେ ରଥଯାତ୍ରା ହୋଇପାରିନଥିଲା। 1611 ଖ୍ରୀଷ୍ଟାବ୍ଦ ମଧ୍ୟ ଶ୍ରୀମନ୍ଦିରରେ ରଥଯାତ୍ରା ବନ୍ଦ ରହିଥିଲା। ସେ ବର୍ଷ ଆକବରଙ୍କର ରାଜସଭାରେ ଥିବା ତୋଡ଼ରମଲ୍ଲଙ୍କ ପୁଅ କଲ୍ୟାଣମଲ୍ଲ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଆଉ ଏହି ସମୟରେ ସେ ଓଡ଼ିଶାର ସୁବେଦାର ହୋଇ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ଫଳରେ ବିଗ୍ରହଗୁଡ଼ିକୁ ଚିଲିକାର ମହିଷାନାସୀକୁ ସ୍ଥାନାନ୍ତର କରି ନିଆଯାଇଥିଲା। ସେ ବର୍ଷ ରଥଯାତ୍ରା ହୋଇପାରିନଥିଲା। 1621 ଖ୍ରୀଷ୍ଟାବ୍ଦରେ ମୁସଲମାନ ସୁବେଦାର ଅହମଦ ବେଗ ଶ୍ରୀମନ୍ଦିର ପୁଣି ଆକ୍ରମଣ କରିଥିଲେ। ସେ ସମୟରେ ସେ ବିଗ୍ରହଙ୍କୁ ବାଣପୁର ଅନ୍ଧାରିଗଡ଼କୁ ସ୍ଥାନାନ୍ତର କରି ନିଆଯାଇଥିଲା। ପରେ ବ୍ରହ୍ମଗୁଡ଼ିକୁ ଖୋର୍ଦ୍ଧା ଜିଲ୍ଲାର ଗଡ଼ମାଣତ୍ରୀ ନାମକ ଗୋଟେ ଗ୍ରାମକୁ ନେଇ ନିଆଯାଇଥିଲା। ତେଣୁ 2 ବର୍ଷ ଅର୍ଥାତ୍ 1621 ଏବଂ 1622ରେ ପୁରୀରେ ରଥଯାତ୍ରା ହୋଇନଥିଲା। ମୋଗଲ କମାଣ୍ଡର ଏକରାମ ଖାନ ଓଡ଼ିଶା ପୁଣି ଆକ୍ରମଣ କରିଥିଲେ। ଆଉ ଆକ୍ରମଣ ପୂର୍ବରୁ ବଡ଼ ଠାକୁରଙ୍କୁ ଖୋର୍ଦ୍ଧାର ବିମଳା ମନ୍ଦିର ପଛରେ ଲୁଚାଇ ରଖି ଦିଆଯାଇଥିଲା। ସେଠାରୁ ଠାକୁରଙ୍କୁ ଚିଲିକା ହ୍ରଦରେ ଥିବା ଗଡ଼କଲ ଗ୍ରାମକୁ ନେଇ ନିଆଯାଇଥିଲା। ମନ୍ଦିରରେ ଠାକୁର ନଥିବାରୁ 13 ବର୍ଷ ଯାଏଁ ରଥଯାତ୍ରା ପୁଣି ବନ୍ଦ ହୋଇଯାଇଥିଲା। ତାପରେ ପୁଣି 1731ରେ ଓଡ଼ିଶାର ସେତେବେଳେ ଯେଉଁ ଡେପୁଟି ଗଭର୍ଣ୍ଣର ତକି ଖାନ ଶ୍ରୀମନ୍ଦିର ଉପରେ ପୁଣି ଆକ୍ରମଣ କରିଥିଲେ। ତେଣୁ ଶ୍ରୀ ଶ୍ରୀ ଠାକୁର ଜଗନ୍ନାଥଙ୍କୁ ପ୍ରଥମେ ଚିଲିକାର କଙ୍କଣଶେଖରୀ କୁଦ ଏବଂ ପରେ ଚିଲିକା ତହସିଲ ଅନ୍ତର୍ଗତ ନଈରୀ ଗାଁରେ ହରିଶ୍ୱର ମଣ୍ଡପକୁ ସ୍ଥାନାନ୍ତର କରାଯାଇଥିଲା। ପୁଣି ସେଠାରୁ ଗଞ୍ଜାମ ଜିଲ୍ଲା ଖଲିକୋଟରେ ଚିକିଲି ଗ୍ରାମରେ ରହିଥିଲେ ମହାପ୍ରଭୁ। ତେଣୁ ସେ ବର୍ଷ ମଧ୍ୟ ରଥଯାତ୍ରା ହୋଇପାରିନଥିଲା।
ତାପରେ 1733ରେ ତକି ଖାନ୍ ପୁଣି ଆକ୍ରମଣ କରିବାରୁ ଆମର ବିଗ୍ରହଙ୍କୁ ପ୍ରଥମେ ହରିଶ୍ୱର ମଣ୍ଡପ ଏବଂ ପରେ ପଲସରାର ହାତୀବାରି ପାହାଡ଼ରେ ଥିବା ମର୍ଦ୍ଦା ମନ୍ଦିରରେ ରଖିଥିଲେ ସେବାୟତମାନେ। ସେହିଠାରେ ହିଁ 2 ବର୍ଷ ଧରି ସମସ୍ତ ଗୁପ୍ତନୀତି କରାଯାଇଥିଲା, ଯାହାଦ୍ୱାରା 1733ରୁ 1735 ଯାଏଁ ରଥଯାତ୍ରା ହୋଇପାରିନଥିଲା। ତେଣୁ ନିଜ ଜାଗାରୁ ନିଜେ ବଡ଼ ଠାକୁର ବି ତାଙ୍କୁ ବି ହଟେଇ କେମିତି କଷ୍ଟ ସହିବାକୁ ପଡ଼ିଛି। ଆଉ ଆମେ ତ ଛାର ମଣିଷ। ତେଣୁ ଜୀବନରେ ବହୁତ ଦୁଃଖ ଆସିବ, ବହୁତ ଝଡ଼ଝଞ୍ଜା ଆସିବ, କିନ୍ତୁ ତମ ଜାଗା ଯୋଉଠି ଦିନେ ତମେ ସେଇ ଜାଗାକୁ ହିଁ ଆସିବ। କିନ୍ତୁ ସମୟକୁ ଅପେକ୍ଷା କର। ସମୟ ବହୁତ ବଳବାନ। ସମୟ ସବୁ କିଛି କରିବ। ବଡ଼ ଠାକୁର ତ ସିଏ ଆମକୁ ଶିଖେଇଛନ୍ତି ସବୁବେଳେ ସତର ସାମ୍ନା କର ଆଉ ସମୟକୁ ଅପେକ୍ଷା କର। ସତ୍ୟ ନ୍ୟାୟରେ ସବୁବେଳେ ରୁହ। ଭଗବାନଙ୍କ ଉପରେ ଭରସା ରଖ।